very very sweet morning. Sunday ଅଛି 24 ମାର୍ଚ୍ଚ। ଆପଣ ଆଜି ଆପଣଙ୍କ ପାଇଁ ଆଜି କିଛି ସ୍ପେଶାଲ ଆଣିଛି। ଆଜିର ସବୁଠୁ ସ୍ପେଶାଲ ଟାଇମ୍ ହେଉଛି କିଛି ବି କରିବା ପାଇଁ ଚାହୁଁଛନ୍ତି ଆପଣ 6ଟାରୁ 8ଟା ଭିତରେ କିଛି କାମ କରନ୍ତୁ। ଏ କାମ ବହୁତ ବଢ଼ିଆ ରହିବ। ଇଭିନିଂ ଆୱାର ଟାଇମ୍ ହେଉଛି 7ଟାରୁ 9ଟା ଭିତରେ କିଛି ବି କାମ କରନ୍ତୁ। ଏହି କାମରେ ଅନେକ ବାଧା ଦୂର ହେବ। ମେଷ ରାଶି ଆପଣଙ୍କ ପାଇଁ ଆଜି କିଛି ଖୁସି ମିଳିବ। ପାରିବାରିକ ଲାଇଫ୍ ବହୁତ ବଢ଼ିଆ ରହିବ। ଆପଣ ଆଜି ଅତି କ୍ଲୋଜ୍ ଲୋକଙ୍କ ସହିତ ସୁନ୍ଦର ଟାଇମ୍ ସ୍ପେଣ୍ଡ କରିବେ। ଆଜି କିଛି ପ୍ରଫିଟ୍ ମିଳିବ ଆପଣଙ୍କୁ। ମେଷ ରାଶି ଆପଣ ଖାଦ୍ୟରେ ଯଦି ଡାଲଚିନି ପକେଇକି ଖାଇବେ ଆପଣଙ୍କୁ ଏନର୍ଜି ମିଳିବ। ବୃଷ ରାଶି ଆପଣଙ୍କ ପାଇଁ ଆଜି କିଛି ଚ୍ୟାଲେଞ୍ଜ ଅଛି। କିଛି ଆଘାତ ଲାଗିପାରେ। ସିକ୍ରେଟିଭଲି ଆଜି କିଛି କାମ କରିବେ। ଆପଣଙ୍କୁ କୌଣସି ଜିନିଷ ଜାଣିବା ପାଇଁ କି ବହୁତ ଇଚ୍ଛା ହେବ। ରିସ୍କ କାମ କରନ୍ତୁ ନାହିଁ। ବୃଷ ରାଶି ଭେସୁଙ୍ଗ ପତ୍ର ଖାଆନ୍ତୁ, ଆପଣଙ୍କ ପାଇଁ ବହୁତ ବଢ଼ିଆ ରହିବ। ମିଥୁନ ରାଶି ଯାତ୍ରା ସୁଇଟେବୁଲ୍ ରହିବ। ଲକ୍ ଆଜି ସାଥି ଦେବ। ରୋମାଣ୍ଟିକ୍ ବି ରହିବେ। ଆପଣଙ୍କ ପାଇଁ ଧଣିଆ ପତ୍ର ବହୁତ ଗୁଡ୍ ଫର୍ ହେଲ୍ଥ। କର୍କଟ ରାଶି ଆପଣଙ୍କୁ ଆଜି ରେଷ୍ଟଲେସ୍ ଫିଲ୍ କରିବେ। ବିଭିନ୍ନ କାମରେ ଆଜି ବିଜି ରହିବେ। ସଣ୍ଡେକୁ କିଛି ଏଣ୍ଟରଟେନମେଣ୍ଟ କରିପାରିବେ ନାହିଁ। କର୍କଟ ରାଶି ଜୁଆଣୀର ପତ୍ର ଆପଣ ଖାଆନ୍ତୁ, ଆପଣଙ୍କ ପାଇଁ ବହୁତ ବଢ଼ିଆ ରହିବ। ସିଂହ ରାଶି ବହୁତ କଣ୍ଟାକ୍ଟ ହେବ। ବିଭିନ୍ନ ଲୋକଙ୍କ ସହିତ ଟାଇମ୍ ସ୍ପେଣ୍ଡ କରିବେ। କୌଣସି ଦିଗରୁ ଆପଣଙ୍କୁ ଆଜି ଲାଭ ମିଳିବ। ସିଂହ ରାଶି ଆପଣଙ୍କ ପାଇଁ ତେଜପତ୍ର ବହୁତ ବଢ଼ିଆ। ଆପଣ ଆକୁ ଖାଦ୍ୟରେ ବ୍ୟବହାର କରନ୍ତୁ। କନ୍ୟା ରାଶି ରେଷ୍ଟଲେସ୍ ଫିଲ୍ କରିବେ। କିଛି ହଜି ଯାଇପାରେ, ଟାଇମ୍ ବି ୱେଷ୍ଟ ହେବ। କିଣାକିଣି କରିବେ। ଆଜି ବହୁତ ସପିଂ ଅଛି। ଆପଣଙ୍କର ହାଉସ୍ ହୋଲ୍ଡ ସବୁ ଦ୍ରବ୍ୟ କିଣାକିଣି କରିବେ। ପେଣ୍ଡିଂ କାମକୁ ଆଜି କରିବେ, ବିଜି ରହିବେ। କନ୍ୟା ରାଶି ପୋଦିନା ପତ୍ର ଆପଣଙ୍କ ପାଇଁ ବହୁତ ବଢ଼ିଆ ରହିବ। ଆପଣ ଆକୁ ହେଲ୍ଥରେ ଭଲ ହେବା ରହିବା ପାଇଁକି ଅଧିକ ଖାଆନ୍ତୁ। ତୁଳା ରାଶି ଆଜି ଆପଣ ଖୁସି ରହିବେ। ବିଭିନ୍ନ ଲୋକ ସହିତ ଟାଇମ୍ ସ୍ପେଣ୍ଡ କରିବେ। ଆପଣଙ୍କ ପାଇଁ ଆଜି କିଛି ପସନ୍ଦର ଖାଦ୍ୟ ମିଳିବ। ପାରିବାରିକ ଲାଇଫ୍ ଭଲ ରହିବ। କିଛି ଉପହାର ବି ମିଳିବ। ତୁଳା ରାଶି ଅନ୍ନପୂର୍ଣ୍ଣା ପତ୍ର ଆପଣଙ୍କ ପାଇଁ ବହୁତ ବଢ଼ିଆ। ଆପଣ ତାକୁ ଅଧିକ ବ୍ୟବହାର କରନ୍ତୁ। ବିଛା ରାଶି ଆପଣଙ୍କର ଆଜି ଟାଇମ୍ ୱେଷ୍ଟ ହେବ। ଇରିଟେସନ୍ ଲାଗିବ। କୌଣସି କାମରେ ମନ ଲାଗିବନି। କିଛି ଲସ୍ ହେଇପାରେ। ଖର୍ଚ୍ଚ ବି ଅଛି ଆପଣଙ୍କର। ବିଛା ରାଶି ପିଆଜର ଯେଉଁ ପତ୍ର ଅଛି ଆପଣ ତାକୁ ଖାଆନ୍ତୁ। ଆପଣଙ୍କ ପାଇଁ ଭଲ ରହିବ। ଧନୁରାଶି ଆପଣଙ୍କ ପାଇଁ ଆଜି ବହୁତ ବଢ଼ିଆ ସିଡ୍ୟୁଲ୍ ମିଳିଯିବ। ଏନର୍ଜେଟିକ୍ ରହିବେ। ଆପଣ ଆଜି କିଛି ଉପହାର ମିଳିବ। ବହୁତ ବଢ଼ିଆ ଦିନ ଅଛି। ଧନୁରାଶି ଆପଣଙ୍କ ପାଇଁ କଦଳୀ ପତ୍ର ବହୁତ ଭଲ। କେବେ କେବେ କଦଳୀ ପତ୍ରରେ ଖାଆନ୍ତୁ। ଆପଣଙ୍କୁ ଶାନ୍ତି ଲାଗିବ। ମକର ରାଶି ଆପଣଙ୍କର ଆଜି କିଛି ନୂଆ ରିସ୍କ ମିଳିବ। ସେ ରିସ୍କଫୁଲ୍ ଡ୍ୟୁଟିକୁ ଆପଣ କମ୍ପ୍ଲିଟ୍ କରିବେ। ଖୁସି ବି ମିଳିବ। ମାଆଙ୍କୁ ନେଇକି ଆପଣ ଆଜି କିଛି ଚିନ୍ତାରେ ରହିବେ। ମାଆଙ୍କ ପାଇଁ ଆଜି କିଛି ଟାଇମ୍ ଦେବେ। କିଛି ଅଧିକ କାମ କରିବେ। ମକର ରାଶି ଲବଙ୍ଗ ଆପଣ ଅଧିକ ପରିମାଣରେ ଖାଆନ୍ତୁ। ଆପଣଙ୍କ ପାଇଁ ଭେସୁଙ୍ଗ ପତ୍ର ମଧ୍ୟ ବହୁତ ଭଲ ରହିବ। ଏସବୁକୁ ଆପଣ ଖାଦ୍ୟରେ ଅଧିକ ବ୍ୟବହାର କରନ୍ତୁ। କୁମ୍ଭ ରାଶି ଆପଣ ଆଜି କିଛି ଜ୍ଞାନ ପ୍ରାପ୍ତି ହେବ। ଷ୍ଟୁଡେଣ୍ଟମାନଙ୍କ ପାଇଁ ବହୁତ ବଢ଼ିଆ ଦିନ ଅଛି। ଆଜି ଏଣ୍ଟରଟେନମେଣ୍ଟରେ ଅଧିକ ଟାଇମ୍ ଦେବେ। ମୁଭି ଦେଖିପାରନ୍ତି। ଫ୍ରେଣ୍ଡ ସହିତ ଟାଇମ୍ ସ୍ପେଣ୍ଡ କରିପାରନ୍ତି। ଆଜି ଏନର୍ଜେଟିକ୍ ରହିବେ ଆଉ ଖୁସି ରହିବେ ଅନ୍ୟମାନଙ୍କ ସହିତ। କୁମ୍ଭ ରାଶି ଆପଣଙ୍କ ପାଇଁ ଗୋଲମରିଚ ଯଦି ବ୍ୟବହାର କରିବେ ଖାଦ୍ୟରେ ଟିକେ ଅଧିକ, ବହୁତ ଭଲ ରହିବ। କିମ୍ବା କଳା ତୁଳସୀ ମଧ୍ୟ ଆପଣ ଖାଇପାରନ୍ତି। ମୀନ ରାଶି ଆପଣ ଆଜି ଫାଇନାନ୍ସିଆଲ କିଛି ଟେନସନରେ ରହିବେ। କୌଣସି ବ୍ୟକ୍ତି ଆଜି ଶତ୍ରୁ ଭଳି ବ୍ୟବହାର କରିପାରନ୍ତି। ଅନ୍ୟମାନଙ୍କର ପ୍ରୋବ୍ଲେମ୍ ସଲ୍ଭ କରିବେ। ଅନ୍ୟକୁ ହେଲ୍ପ କରିବେ। ଆଜି ମାଇଣ୍ଡରେ କିଛି ହଜିଲା ଭଳି କିଛି କୌଣସି କଥାକୁ ମିସ୍ କରିବେ କିମ୍ବା କୌଣସି କଥାକୁ ନେଇକି ଆପଣ ଆଜି ଟିକେ ଡିଷ୍ଟର୍ବ ରହିବେ। ମୀନ ରାଶି ଆପଣଙ୍କ ପାଇଁ କଦଳୀ ପତ୍ର ବହୁତ ଭଲ। କେବେ କେବେ କଦଳୀ ପତ୍ରରେ ଖାଆନ୍ତୁ। ତୁଳସୀ ପତ୍ର ମଧ୍ୟ ଅଧିକ ଖାଆନ୍ତୁ। ଇଏ ବହୁତ ଭଲ ରହିବ। ଆହୁରି ସୁନ୍ଦର ଦିନକୁ କରିବା ପାଇଁକି ଆପଣ ଆଜି ଲୁଣ କମ୍ ଖାଆନ୍ତୁ। ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ। ଗୁଡ଼
ମଧ୍ୟ ଖାଆନ୍ତୁ। ଗୁଡ଼ ଜଳ ସୂର୍ଯ୍ୟନାରାୟଣକୁ ଦିଅନ୍ତୁ। ସୂର୍ଯ୍ୟ ଉଦୟ ପୂର୍ବରୁ ଉଠନ୍ତୁ, ଆପଣଙ୍କ ପାଇଁ ଦିନ ବହୁତ ବଢ଼ିଆ ରହିବ। ଭିଡ଼ିଓକୁ ଟିକେ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଆଉ ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରନ୍ତୁ, ଯାହାଦ୍ୱାରା କି ନୂଆ ନୂଆ ଭିଡ଼ିଓ ଆପଣ ଦେଖିପାରିବେ। ଧନ୍ୟବାଦ।